ଭାଗ୍ୟଶାଳୀ ନାରୀର ବା ଲକ୍ଷ୍ମୀ ସ୍ୱରୂପା ନାରୀର ଗୋଡ଼ର ଆକାର କିପରି? ହଁ ଆଜ୍ଞା, ଆମର ହିନ୍ଦୁ ଧର୍ମରେ ସତ୍ୟ ସନାତନ ହିନ୍ଦୁ ଧର୍ମରେ ନାରୀମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ତେବେ ସମସ୍ତେ ଚାହାନ୍ତି ଆପଣଙ୍କର କନ୍ୟା ହେଉ, ଆପଣଙ୍କର ମାତା ହୁଅନ୍ତୁ, ଆପଣଙ୍କର ସ୍ତ୍ରୀ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ଆପଣମାନେ ନିଶ୍ଚିନ୍ତ ଭାବରେ ଚାହିଁବେ ଯେ ସେ ଯେମିତି ଲକ୍ଷ୍ମୀ ସ୍ୱରୂପା ହୁଅନ୍ତି ବା ଭାଗ୍ୟଶାଳୀ ହୁଅନ୍ତି। କାହିଁକି ନା ଯଦି ଆପଣଙ୍କ ଘରେ ଯେଉଁ ନାରୀ ଅଛନ୍ତି ଯଦି ସେ ମାତା ଲକ୍ଷ୍ମୀଙ୍କ ସଦୃଶ ହୁଅନ୍ତି, ଯଦି ସେ ଭାଗ୍ୟଶାଳୀ ହୁଅନ୍ତି, ତାହେଲେ ମାତା ଲକ୍ଷ୍ମୀଙ୍କର ବିରାଜମାନ ସଦାସର୍ବଦା ଆପଣଙ୍କ ଘରେ ହେଇଥାଏ। ତେବେ ଏହି ଭିଡ଼ିଓ ମାଧ୍ୟମରେ ଆସନ୍ତୁ ଜାଣିବା ଭାଗ୍ୟଶାଳୀ ବା ଲକ୍ଷ୍ମୀ ସ୍ୱରୂପା ନାରୀଙ୍କର ଗୋଡ଼ର ଆକାର କିପରି। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ଆମର ହିନ୍ଦୁ ଶାସ୍ତ୍ରଗୁଡ଼ିକରେ ସ୍ତ୍ରୀମାନଙ୍କର ପାଦର ବର୍ଣ୍ଣନ ବିଶେଷ ଭାବରେ କରାଯାଇଛି। କୁହାଯାଏ ଯେ ନାରୀମାନଙ୍କର ପାଦରୁ ହିଁ ସେମାନଙ୍କ ବିଷୟରେ ଜାଣି ହୁଏ ଯେ ସେ କେତେ ସୁଲକ୍ଷଣୀ। ତାଙ୍କ ପାଦ ଦେଖିକି ଆପଣମାନେ ଜାଣିପାରିବେ। ଆପଣମାନେ ବି ଜାଣିଥିବେ ଯେତେବେଳେ ଆଗକାଳରେ, ଏବେ ଆଉ ହେଉଛି କି ନାହିଁ ମୁଁ ଜାଣିନି, କିନ୍ତୁ ବୁଢ଼ାବୁଢ଼ାମାନେ, ମୁଁ ବି ମୋ ଅଜାଙ୍କଠୁ ଶୁଣିଛି ଯେ ଯେତେବେଳେ ଆଗରେ କୌଣସି ଏକ ବର ପାଇଁ କନ୍ୟା ଦେଖିବା ପାଇଁ ଯାଉଥିଲେ ବୁଢ଼ାବୁଢ଼ାମାନେ, ସେତେବେଳେ ପ୍ରଥମେ ସେ କନ୍ୟାର ପାଦକୁ ଦେଖୁଥିଲେ ଏବଂ କହୁଥିଲେ ଯେ ମା ତୁ ଟିକେ ତୋ ଗୋଡ଼କୁ ଦେଖା। ତେବେ ଚିନ୍ତା କରନ୍ତୁ, ସେମାନେ ଗୋଡ଼ ଦେଖିକି ମଧ୍ୟ ଜାଣିପାରୁଥିଲେ ଯେ ଏଇ ଯେଉଁ ନାରୀଟି ତାର ଚରିତ୍ର କିପରି, ସେ ସୁଲକ୍ଷଣୀ ନା ଅଲକ୍ଷଣୀ। ତେବେ ଗୋଡ଼ରୁ ସେମାନେ ଜାଣିପାରୁଥିଲେ, କାହିଁକି ନା ହିନ୍ଦୁ ଶାସ୍ତ୍ରଗୁଡ଼ିକରେ ଆମର ବର୍ଣ୍ଣନା ଅଛି ଯେ କେଉଁଭଳି ନାରୀ ସୁଲକ୍ଷଣୀ ଏବଂ କେଉଁଭଳି ନାରୀର ଚରିତ୍ର ଖରାପ। ତେବେ ସ୍ତ୍ରୀମାନଙ୍କର ଆଙ୍ଗୁଳି ଗୁଡ଼ିକରୁ ସେମାନଙ୍କର ବର୍ଗୀକରଣ କରାଯାଇଛି ବା କ୍ୟାଟାଗୋରାଇଜ୍ କରାହେଇଛି। ତେବେ ଏହି ଭିଡ଼ିଓ ମାଧ୍ୟମରେ ଆସନ୍ତୁ ଜାଣିବା ଯେ ସ୍ତ୍ରୀମାନଙ୍କର ବା ନାରୀମାନଙ୍କର ପାଦର ଆଙ୍ଗୁଳିକୁ ଦେଖି, ପାଦକୁ ଦେଖି ସେମାନଙ୍କର ଚରିତ୍ର ଏବଂ ସ୍ୱଭାବ ସମ୍ପର୍କରେ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆପଣମାନେ ପୁରୁଷ ହୁଅନ୍ତୁ ବା ମହିଳା ହୁଅନ୍ତୁ, ଆପଣଙ୍କର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଆପଣମାନେ ପ୍ରତ୍ୟେକ ଅଙ୍ଗର ବିଚାର ସେଠି ପାଇପାରିବେ। ତେବେ ସ୍ତ୍ରୀମାନଙ୍କର ଗୋଡ଼ର ଆଙ୍ଗୁଳି ହିଁ ସେମାନଙ୍କର ଗୁଣ ବିଷୟରେ କହିଥାଏ, ଚରିତ୍ର ବିଷୟରେ କହିଥାଏ, ସ୍ୱଭାବ ବିଷୟରେ କହିଥାଏ। ଯେଉଁ ନାରୀର ପାଦରୁ ଝାଳ ବାହାରେନି ଏବଂ ପାଦର ତଳେ ତଳିପାରେ ଶିରଗୁଡ଼ିକ ଦେଖାଯାଏ, ପାଦ ଚିକ୍କଣ ଏବଂ କୋମଳ ହେଇଥିବ, ଏହି ପ୍ରକାରର ନାରୀ ଲକ୍ଷ୍ମୀ ସ୍ୱରୂପା। ଏମାନେ ଜୀବନରେ ସମସ୍ତ ପ୍ରକାରର ସୁଖକୁ ଭୋଗ କରିଥାନ୍ତି। ଯେଉଁ ଘରକୁ ବି ଏମାନେ ଯାଆନ୍ତି ସେଠି ଏମାନେ ନିଜେ ସମସ୍ତ ପ୍ରକାରର ସୁଖ ଭୋଗିବା ସହିତ ନିଜର ପରିବାର ମଧ୍ୟ ଏମାନଙ୍କ କାରଣରୁ ସୁଖ ଭୋଗ କରିଥାଏ। ସେହିପରି ଯେଉଁ ସ୍ତ୍ରୀର ଗୋଡ଼ର ଆଙ୍ଗୁଳି ଗୋଲ ଗୋଲ ହେଇଥିବ ଏବଂ ଅଧିକ ଅଧିକ ମାଂସଯୁକ୍ତ ହେଇଥିବ ଏବଂ ତଳିପାରେ ବା ସେଠି ଶିରଗୁଡ଼ିକ ଦେଖାଯାଉନଥିବ, ତାହେଲେ ଏପରି ସ୍ତ୍ରୀ ହେଉଛି ପତିବ୍ରତା ନାରୀ। ସାଧାରଣତଃ ଭାବରେ ଏହିପରି ନାରୀ ଗୋଟିଏ ପୁରୁଷ ପାଖରେ ହିଁ ସନ୍ତୁଷ୍ଟ ରହିଥାନ୍ତି। କିନ୍ତୁ ଯେଉଁ ନାରୀମାନଙ୍କର ପାଦଟିଏ ଅଳ୍ପ ମାଂସଯୁକ୍ତ ହେଇଥିବ ଏବଂ ସେଠି ପାଦରେ ଶିରଗୁଡ଼ିକ ଦେଖାଯାଉଥିବ, ଏପରି ନାରୀ ଦୁର୍ଭାଗ୍ୟଯୁକ୍ତା ହେଇଥାନ୍ତି। ଯେଉଁ ନାରୀର ପାଦର ଆଙ୍ଗୁଳି ଗୁଡ଼ିକ ଛୋଟ ଛୋଟ ହେଇଥିବ, ଏଭଳି ନାରୀ ଅତ୍ୟନ୍ତ କଳହପ୍ରିୟ ପ୍ରକୃତିର। ପ୍ରତ୍ୟେକ ସମୟରେ ଏପରି ନାରୀ କଳି କରିବାକୁ ପଛନ୍ତି ନାହିଁ। ଯେଉଁ ନାରୀମାନଙ୍କର ପାଦର ଆଙ୍ଗୁଳି ଗୁଡ଼ିକ ଠିକ୍ ଭାବରେ ନଥାଏ, ତେଢ଼ାମେଢ଼ା ଭାବରେ ଥାଏ ଏବଂ ଶିରଗୁଡ଼ିକ ପାଦର ଦେଖାଯାଉଥାଏ, ଏଭଳି ନାରୀଙ୍କର ପତି ନିଜେ ମଧ୍ୟ ମାନେ ନିର୍ଦ୍ଧନ ହୋଇଥାନ୍ତି ଏବଂ ଯାହାକୁ ବିବାହ କରନ୍ତି ସେମାନେ ମଧ୍ୟ ନିର୍ଦ୍ଧନ ହୋଇଥାନ୍ତି। ମାନେ ଯେତେବେଳେ ଦରକାର ଆପଣଙ୍କର ପଇସା, ସେତେବେଳେ ଆପଣଙ୍କୁ ଅଭାବ ଦେଖାଯିବ। ତେବେ ଆପଣମାନେ ନାରୀ ହୁଅନ୍ତୁ ବା ପୁରୁଷ ହୁଅନ୍ତୁ, ଯଦି ଆପଣଙ୍କର ପାଦର ଆଙ୍ଗୁଳି ଗୁଡ଼ିକ ମାଂସଯୁକ୍ତ ହୋଇଥିବ, ଗୋଲ ଗୋଲ ହେଇଥିବ, ସୁନ୍ଦର ସୁନ୍ଦର ହେଇଥିବ ଏବଂ କ୍ରମରେ ଥିବ, ତାହେଲେ ଏଭଳି ଆପଣମାନେ ପୁରୁଷ ହୁଅନ୍ତୁ ବା ମହିଳା ହୁଅନ୍ତୁ, ଏଭଳି ଯଦି ଆପଣଙ୍କର ଗୋଡ଼ ଅଛି ବା ଆଙ୍ଗୁଳି ଅଛି, ପାଦର ଆଙ୍ଗୁଳି ଗୁଡ଼ିକ, ତାହେଲେ ଆପଣମାନେ ବହୁତ ଭାଗ୍ୟବାନ, ବହୁତ ଭାଗ୍ୟଶାଳୀ। ଜୀବନରେ ପ୍ରତ୍ୟେକ ସମୟରେ ଆପଣମାନେ ଉନ୍ନତି କରିଥାନ୍ତି। ସେଭଳି ଯେଉଁ ନାରୀର ବୁଢ଼ା ଆଙ୍ଗୁଠିର ପାଖ ଆଙ୍ଗୁଳିଟି ଲମ୍ବା ହେଇଥିବ, ଏଭଳି ନାରୀ ଲକ୍ଷ୍ମୀ ସ୍ୱରୂପା ନାରୀ। ଜୀବନରେ ସବୁକିଛି ଭୌତିକ ସୁଖ ଏମାନେ ଭୋଗ କରିଥାନ୍ତି ଜୀବନରେ। ଆଉ ଏମାନଙ୍କୁ ମଧ୍ୟ ନିଜ ଜୀବନରେ ଯେଉଁ ଜୀବନ ସାଥୀଟିଏ ମିଳିଥାଏ, ଅତ୍ୟନ୍ତ ସୁନ୍ଦର ହେଇଥାଏ ସିଏ ଏବଂ ଧନବାନ ମଧ୍ୟ ହେଇଥାଏ।
किंतु जदि आपणकर पादर बुढ़ा आंगुठी बड़ हो बाकी तर्जनी आंगुठी जदि छोट हो पादर बुढ़ा आंगुठी पाखर आंगुठी जदि छोट हो बुढ़ा आंगुठी तुलन ताले आपण जीवन में बहुत समय आपण मैंने असफलतार शिकार हुंती बहुत समय आपण मैंने असुविधार पड़ती जीवन में आपणकर अनेक समस्या देखा दिए जीवन में आपण मानक बारंबार अपमानित होगाकू पड़े अनेक दुख भोग करने को पड़ी थाए से भली जो स्त्री मानकर गोड़र तर्जनी आंगुली ता परर आंगुली से आंगुली आपणकर बड़ हो सबु आंगुली भितर जदि से आंगुली बड़ हो ताले जीवन में आपण को लव आपण को सक्सेसफुल हुए आपण जीवन में आपण माने प्रेम को सठिक भाव में पाई पारंती नहीं माने जीवन साथीर सुख आपण मानकू ठीक भाव में मिल न थाए पारिवारिक जीवन हो कि लव लाइफ हो आपणकर बहुत समय आपण माने असफल होइथांती अनेक समस्या आपण जीवन में देखा दे थाए जो नारी मानकर पादर आंगुली गुड़िक देखा सुंदर हो नख गुड़िक सुंदर हो लगी लगी पूरा जोड़ी जोड़ी होगी आंगुली गुड़िक हो मांसलयुक्त होपरी नारी माने लक्ष्मी स्वरूपा जीवन में समस्त प्रकार सुख एम प्राप्ति होता है जो नारी मानकर पादर बुढ़ा आंगुलीटी बहुत बड़ हो बड़ ठार अत्यधिक टे बड़ होपरी नारी माने कोठी ना कोठी विधवा होता से भली जो नारी मानकर गोईठी गुड़िक बहुत बड़ बड़ होपरी नारी माने बहुत दुख भोग करथांती जीवन में जो नारी मानकर पादर शेष दुईटी आंगुली बा छोट आंगुली दुईटी बहुत अधिक छोट हो माने ठीक सेप्रे नथिबो ताले एपरी नारी माने भारी कलह प्रिय से भली जो नारी चलवा समय दमदम आवाज करे से अत्यधिक खाद्य ग्रहण करे एवं चलवा समय जो नारी सुंदर भाव में हरिण परी गमन करिथाए सही नारी ही लक्ष्मी स्वरूपा होता है तेबे आशा करुँची आजिकार भिडियोटी आपण मानक निश्चय भल लगी तेज भिडियो जदि भल लगी था तेज भिडियो को लाइक करेंगे शेयर करेंगे चैनल को सब्सक्राइब करेंगे आउ कमेंट रे निजर मतामत निश्चिंत भाव में जनइबे रही जय जगन्नाथ।